ଝାଟି ଥୋଇଛି, ଝାଟି ଗଦା ହେଇଛି, ଇଆ ତଳେ ଆମ୍ବ ନୁଚେଇ ଥୋଇଛି। ତ ଏଇଠି ଦେଖିପାରୁଥିବେ ଆମ ନାଁ ଲେଖା ହେଇଥିଲା। ଏଇଟା ହେଉଛି କକାଙ୍କ ନାଁ ସତ୍ୟ, ଆଉ ମୋ ନାଁ ସଂଗ୍ରାମ। ତ ମୋତେ ବି ୟା ଭିତରେ ଦେଇକି ଯିବାକୁ ପଡ଼ିବ, କାରଣ ଏଇଟା ମୋ ବାଟ। ଟିକେ ନମସ୍କାର କରିଦେଉଛି ଆଉ। ହ୍ୟାଲୋ ସାଙ୍ଗମାନେ, ଆଜିର ଭିଡ଼ିଓ ଟିକେ ସ୍ୱାଗତ କରୁଛି। ଆଜି ଦେଖନ୍ତୁ ସକାଳୁ ମୁଁ କ'ଣ ଖାଉଛି। ସକାଳୁ କଖାରୁ ଫୁଲ ପିଠା କରିଥିଲୁ, ଆଉ ଚକୁଳି ପିଠା, ପିଆଜ ପକେଇକି, କଞ୍ଚା ଲଙ୍କା ପକେଇକି, ଆଉ ସିଙ୍ଗେଡ଼ା ଦୁଇଟା ଆଣିଥିଲୁ। ଆଉ ଏହାକୁ ଖିଆ ହେବ ଏଇନା, ଆଉ ଜଳଖିଆ ଆଉ କ'ଣ ହେବ ଦେଖିବା, ଆଉ ପଛରେ ଦେଖେଇବି ଆଉ। ଆଜି ବା କ'ଣ ସୂର୍ଯ୍ୟ ପରାଗ? ଆଜି ଆମ ଆଡ଼େ ନାହିଁ ମ, ଇଆଡ଼େ ବାହାର ଦେଶରେ ସୂର୍ଯ୍ୟ ପରାଗ ହେଉଛି, ଇଆଡ଼େ ଦେଶରେ ନାହିଁ। ତ ଏବେ ମସ୍ତ ପୁରା ଗାଧୋଇ ପାଧେଇକି ଆସିଛୁ ଏଠି। ତ ଆଜି ବୋଉ ବ୍ଲଗ ଷ୍ଟାର୍ଟ କରିଦେଇଛି, ତ ମୁଁ ଏବେ ଷ୍ଟାର୍ଟ କରୁଛି ଆଉ। ତ ହ୍ୟାଲୋ ସାଙ୍ଗମାନେ, ଆଜିର ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆପଣମାନେ ସବୁ କେମିତି ଅଛନ୍ତି? ଭଲରେ ଅଛନ୍ତି ତ? ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ। ମୁଁ ବି ଏଠାରେ ବହୁତ ଭଲରେ ଅଛି। ତ ଆଜି ଆପଣମାନଙ୍କୁ ଦେଖେଇବି, ଆମ ତୋଟାକୁ ପୁରା ନେବି, ପୁରା ବହୁତ ବଡ଼ ବଡ଼ ଆମ୍ବ ଗଛ ଆପଣଙ୍କୁ ଦେଖେଇବି। ତ ଆଜି ଆମ ତୋଟା ଦେଖିବା। ଆପଣଙ୍କୁ ତ ବାରି ଗଛ ଦେଖେଇଥିଲି, ଆଉ ଏଠି ଛୋଟ ଗଛ ଦେଖେଇଥିଲି। ଆଜି ଯିବା ଆମ ତୋଟାକୁ, ବୋଉ ଆଗରେ ଯାଇଛି ଦେଖିବାକୁ ଗଛ। ତ ମୁଁ ଏବେ ଯିବି ଆଉ। ତ ଭିଡ଼ିଓଟି କଣ୍ଟିନ୍ୟୁ କରନ୍ତୁ। ବାହାରିଲି ତୋଟାକୁ, ବୋଉ ପାଇଁ ଗୋଟେ ପାଣି ବୋତଲ ନେଇଛି। ଆଉ ତାହେଲେ ଦେଖିବା ତୋଟାକୁ, ଆପଣମାନଙ୍କୁ ତୋଟାରେ ପହଞ୍ଚିଲେ ଦେଖାହେଉଛି ଆଉ। ଘର ତାଲା ପକାଇଦେବା, ତାଲା ପକାଇ ଦେଇକି ଯିବା ଆଉ। ଏଇଟା ଦେଇକି ଯାଉଛି, କାରଣ ଏଇ ବାଟେ ଆମ ବାଟ ଦେଖୁଥିବେ। କାଲି ଆପଣମାନଙ୍କୁ ଦେଖାଉଥିଲି, ଏଇ ବାଟେ ଦେଇକି ଯାଉଛି ଆଉ। ପହଞ୍ଚିଲେ ସେଠି ଦେଖାଉଛି ଆଉ। ତ ମୋତେ ବି ୟା ଭିତରେ ଦେଇକି ଯିବାକୁ ପଡ଼ିବ, କାରଣ ଏଇଟା ମୋ ବାଟ। ୟା ଭିତରେ ଆମେ ଯାଉଛୁ। ଏଇଠି ଗୋଟେ ଦେଖିପାରୁଥିବେ ଛୋଟିଆ ବାଟ ଅଛି, ସେଇ ବାଟ ଦେଇକି ଯାଉଛୁ ଆମେ ତୋଟାକୁ ଆଉ। ଫାଇନାଲ୍ ଉପରକୁ ଆସିଛୁ ଏଠି ଦେଖିପାରୁଥିବେ। ଆଉ ଏଇଟା ହେଉଛି ଆମ ବାରି। କାଲି ଆପଣମାନଙ୍କୁ ଭିଡ଼ିଓରେ ଦେଖାଉଥିଲି। ଏ ଗାଈମାନେ ଦେଖୁଥିବେ ଛାଇରେ ଚରୁଛନ୍ତି। ମୁଁ ଏବେ ଯାଉଛି ଆଉ, ଏଇ ବାଟ ଦେଇକି ଯିବି ଆଉ। ତ ଏବେ ବାଟରେ ଗଲାବେଳେ ଦେଖିପାରୁଥିବେ ବଢ଼ିଆ ସୁନ୍ଦର ପୋଖରୀ, ପୁରା ପରିଷ୍କାର ଅଛି। ତ ଏଇ ପୋଖରୀ ନାଁ ଆପଣ ଜାଣିଛନ୍ତି? ଏଇ ପୋଖରୀ ନାଁ ହେଉଛି ବେଲଗଜା। ତ କ'ଣ ପାଇଁ ୟା ନାଁ ବେଲଗଜା ରଖାଯାଇଛି ମୁଁ ଜାଣିନି, କିନ୍ତୁ ୟା ନାଁ ହେଉଛି ବେଲଗଜା। ଦେଖିପାରୁଥିବେ ପୁରା ବହୁତ ସୁନ୍ଦର ହେଇକି ମାଛ ଚାଷ କରାହେଉଛି। ତ ଏବେ ଦେଖିପାରୁଥିବେ, ଏବେ ତୋଟା ଭିତରକୁ ପ୍ରବେଶ କଲି, ଆଉ ଅଳ୍ପ ବାଟ ଅଛି ଯିବାକୁ ଆଉ। ସାଙ୍ଗମାନେ ଫାଇନାଲି ଆସିକି ଆମ ତୋଟାରେ ମୁଁ ପହଞ୍ଚିଗଲି। ଦେଖିପାରୁଥିବେ ଏଇଟା ହେଉଛି ଆମ ତୋଟା, ପୁରା ବହୁତ ବଡ଼ ବଡ଼ ଗଛ, ଆମ୍ବ ଗଛ ଅଛି। ତ ଏବେ ପହଞ୍ଚିଗଲି। ଏବେ ଯିବା ବୋଉ ପାଖକୁ, ଦେଖିବା ବୋଉ କେଉଁଠି ଅଛି। ବୋଉ ପାଖକୁ ଗଲେ ଆପଣମାନଙ୍କୁ ଦେଖାଉଛି ଆଉ। ଏବେ ଫାଇନାଲି ଆସିକି ମୁଁ ବୋଉ ପାଖରେ ପହଞ୍ଚିଗଲି। ଆଉ ଦେଖନ୍ତୁ ବୋଉ କ'ଣ କରୁଛି ଏଠି, ଦେଖାଉଛି। ବୋଉ ଏଠି ତାର ବଇଛି ଜରି ଫରି ପକେଇକି। ବୋଉ ଘରକୁ ଯିବୁନି ଆଜି? ହଁ ଏନେ ଯିବି ମ, ପବନ କାଳେ ହବ ବୋଲି ଆସିଥିଲି ତ, ଆଉ ଦେଖିଲା ଆସିକି ପବନ ତ ଆଉ ନାହିଁ, ମେଘ ଆଇଲାଣି। ଆମ୍ବ ବି ଏମିତି ନାହିଁ ତ ଗଛରେ, କେଉଁଥିରେ କେମିତି ଗୋଟେ ଗୋଟେ ଅଛି। ଗୋଟେ ଆମ୍ବ ପଇଲା, ଆଉ ରହ ମୁଁ ସେଥିଲାଗି ନେଇକି ଆସେ। ତ ଏଇନା ଗୋଟେ ଆମ୍ବ ପଇଲା, ଦେଖିବା କେଡ଼େ ଖଣ୍ଡ ଆମ୍ବ ପଇଲା, ନେଇକି ଆସୁଛି। ଛୋଟିଆ ଆମ୍ବଟା ପଇଲା, କେଡ଼େ ବଡ଼ ଆମ୍ବ ପଡ଼ିଛି ଆଉ। ବଡ଼ ଆମ୍ବଟା ପଡ଼ିଛି, ନେ ଆମ୍ବ। ଏଡ଼ିକି ଆମ୍ବ କ'ଣ ହବ? ତ ଏବେ ଛୋଟ ଛୋଟ ଆମ୍ବ ହେଇଛି, ବେଶୀ ବଡ଼ ବଡ଼ ଆମ୍ବ ହେଇନି ନା। ନାଇଁ ମ, ଏଇନେ କ'ଣ ବଡ଼ ଆମ୍ବ ହେଲାଣି? ଏଇଟା କ'ଣ ହବ ଏଡ଼ିକି ଟିକେ। ତ ଆପଣମାନଙ୍କୁ ଦେଖାଉଛି ଆମ ଗଛରେ କେତେ କେତେ ହେଇଛି। ଅଳ୍ପ ଆଇଛି ମ, କେଉଁଥିରେ ଡାଳେ ଦି ଡାଳେ, କିଛି ମୂଳରୁ ଗୋଟେ ଆସିନି। ଦେଖୁନୁ କେତେ ଗଛ ସବୁ ଖାଲି, ଜମା ଯୋଡ଼ାଏ ଗଛ। ତ ଏଇ ସାମ୍ନାରେ ଦେଖିପାରୁଥିବେ, ଏଇ ଗଛଟା ପୁରା ପୋକରା ହେଇଗଲାଣି। ଏଥିରେ ମୂଳରୁ ଆମ୍ବ ଆସିନି। ଏଇ ଗଛଟାରେ ମୂଳରୁ ଆମ୍ବ ଆସିନି। ଆଉ ଏଇ ଗଛଟା ବି ଦେଖିପାରୁଥିବେ ମୂଳରୁ ଆସିନି। ଏଇଟା କ'ଣ ପତ୍ର କଅଁଳିଗଲା, ଏଥିରେ ତ ମୂଳ ନାହିଁ, ଏଇଟା କୁରୁଡ଼ି। ଆଉ ହେଇଛି ଏଇ ଗଛରେ ଅଳ୍ପ ଅଳ୍ପ ହେଇଛି, ଦେଖିପାରୁଥିବେ। ଏଇ ଗଛରେ ଅଳ୍ପ ଅଳ୍ପ ହେଇଛି, ଦେଖିଲେ। ଏଇ ଗଛ ଟିକେ ଆଇଛି, ଆଉ ଏଗୁଡ଼ା ତ କିଛି ଆସିନି। ଆଉ ଆହୁରି ଆଗରେ ଅଛି ଗଛ, ସିଆଡ଼େ ମୂଳରୁ କିଛି ଆସିନି। ଆଉ ଆପଣଙ୍କୁ ଗୋଟେ ଦେଖାଉଛି ନା ଜିନିଷ, ରହିଥା। ଏଇଠି ଦେଖିପାରୁଥିବେ ଆମ ନାଁ ଲେଖା ହେଇଛି। ତ ପାଖକୁ ଯାଇକି ଆପଣମାନଙ୍କୁ ଦେଖାଉଛି। ତ ଏଇଠି ଦେଖିପାରୁଥିବେ ଆମ ନାଁ ଲେଖା ହେଇଥିଲା। ଏଇଟା ହେଉଛି କକାଙ୍କ ନାଁ ସତ୍ୟ, ଆଉ ମୋ ନାଁ ସଂଗ୍ରାମ। ମୁଁ କେମିତି ନେଇକି ବିଲେଇ ଘଉ ନେଖା। ଏଇଟା ପୁରା ଉଇ ହେରିକା ଖାଇଗଲାଣି। ତ ଏବେ ଏମିତି ଦେଖାହେଉଛି ଆଉ ଏଇ ରାମ ଗଛ। ଏଇଠି ଦେଖୁଥିବେ ଗୋଟେ ଗଜା ଗଛରେ, ଏଥିରେ ମୂଳରୁ ଆସିନି ଏ ଗଛ। ଆଉ ଏଇଟା ବି ଆମ ଗଛ, ଏଥିରେ ବି ମୂଳରୁ କିଛି ଆସିନି। ଆଉ ଏଠି ସାମ୍ନାରେ ଦୁଇଟା ଗଛ ଅଛି, ଦେଖାଉଛି ଆପଣଙ୍କୁ ଯାଇକି ପାଖରେ ଆଉ।
ନା ଦେଖିପାରୁଥିବେ ନା ମୋ ନାଁ ସଂଗ୍ରାମ କକାଙ୍କ ନାଁ ସତ୍ୟ ଲେଖାଇଛୁ ଲେଖିଥିଲୁ ଆମେ ହେଲାଣି 5-6 ବର୍ଷ ଖଣ୍ଡେ ଗଛରେ ପଥରରେ ଯେତେବେଳେ ଆସୁ ପଥରରେ ତାଡ଼ିକି ଲେଖିଥିଲୁ ତ ପଥରରେ ତାଡ଼ିକି ଲେଖିଥିଲୁ ମିନିମମ୍ ଅଧଘଣ୍ଟା ଖଣ୍ଡେ ଲାଗିଥିଲା ଲେଖିଥିଲୁ ବସିକି ଆଉ କ'ଣ ଗୋଟେ ମନେ ହେଲା ପଥରରେ ନା ଯେଉଁ ଗଛରେ ନାଁ ଲେଖିବୁ ଯାଉଛି ଆଉ ସେ ଯେଉଁ ଭାବିକି ଲେଖିଲୁ ଗଛରେ ନାଁ ଆଉ ତ ଏଇଟା ହେଉଛି ଆମ ଗଛ ଆଉ ଏଇଟା ଦେଖିପାରୁଥିବେ ତ ଏଇ ଗଛ ଆପଣଙ୍କୁ ଦେଖାଉଛି ୟା ନାଁ ହେଉଛି ନଡ଼ିଆ ଗଜା ୟା ଆମ୍ବ ଖାଇବେ ମାନେ ପାଟିରୁ ଛାଡ଼ିବନି ପୁରା ନଡ଼ିଆ ଯେମିତି ନାଗେ ପୁରା ସେମିତି ନାଗୁଛି କିନ୍ତୁ କ'ଣ ହେବ ଏ ଗଛରେ କେଉଁ ବର୍ଷ ଆମ୍ବ ଆସେନି ଆସେ 5-6 ବର୍ଷ ତଳେ ବହୁତ ଆମ୍ବ ଆସୁଥିଲା 2 ଦିନ 3 ଦିନ ଲାଗୁଥିଲା ତୋଳିବାକୁ କିନ୍ତୁ ଆଉ ମୂଳରୁ ଆମ୍ବ ଆସୁନି ଏ ଗଛରେ କ'ଣ ହେଇଛି କେଜାଣି ମୂଳରୁ ଆମ୍ବ ଆସେନି ଆଉ ଏଇ ଗଛ ଦେଖିପାରୁଥିବେ ଏ ଗଛରେ ଏଇ ଡାଳରେ ଆଇଛି ଏମିତି ତୋଟାରେ ଅଳ୍ପ ଆମ୍ବ ଆଇଛି ଆଉ ଏଇ ଗଛଟା ଦେଖିପାରୁଥିବେ ବହୁ ପୁରୁଣା ହେଲାଣି ତ ସେତେବେଳେ ଏ ଗଛରେ ଯେଉଁ ଆମ୍ବ ହୁଏ ପୁରା ନାଲି ବଢ଼ିଆ ଆମ୍ବ ତ ଏବେ ପୁରା ପୋକରା ହେଇଗଲାଣି କେତେ ଡାଳ ଭାଙ୍ଗିଗଲାଣି 1999 ମସିହା ଯେଉଁ ବାତ୍ୟା ହେଲା ମହାବାତ୍ୟା ସେଥିରେ କେତେ ଡାଳ ଭାଙ୍ଗି ଯାଇଛି ତାର ଦେଖୁଥିବେ କେଡ଼େ ତାର ଡାଳ ଥିଲା ଭାଙ୍ଗି ଯାଇଛି ଏବେ ପୋକରା ହେଇଗଲାଣି ଆଉ ନହେଲେ ସେତେବେଳେ ଏଥିରେ ଜବର ଆମ୍ବ ହୁଏ ତ ଆପଣମାନେ ଦେଖିଲେ ସବୁ ଆମ ଆମ୍ବ ଗଛ ତ ଏବେ ବୋଉ ପାଖେ ଟିକେ ବସିଛି ଆଉ କ'ଣ କହ ଆଉ କ'ଣ କହିବା କ'ଣ କରିବା କହୁନୁ ପବନ ତ ନାହିଁ ଯିବା ଘରକୁ ଏଥରକ ଏବେ ଟିକେ ସୁଲସୁଲିଆ ପବନ ହେଉଛି ଟିକେ ଭଲରେ ଏଇଠି ବସିବା ଆଉ ତାପରେ ଯିବା ଆଉ 10-15 ମିନିଟ୍ ଗଲେ ଯିବା ଘରକୁ ଆଉ ନା ହଁ ବୋ ଏଠୁ କ'ଣ ଆମ୍ବ କାଟୁଛୁ ଏଠି ପୁରେଇକି ଥୋଇଥିଲି ତ ଗୋରୁ ଖାଇଯିବ ବୋଲିକି ଏଠି ବେଗରେ ରଖିଲେ ଆଉ ଧର ଗଛ ମୂଳେ ଠିଆ ହେଲେ ଆଉ ଗୋଟେ ଗଛ ମୂଳକୁ ଗଲା ଆସିକି ଗୋରୁ ଖାଇଯିବନି ସେ ଯୋଗୁଁ ଇଏ ତଳେ ନୁଚେଇକି ଥୋଇଥିଲୁ କି ଆଇଡ଼ିଆ ତୋର ଆଉ କ'ଣ କରିବ ଝାଟି ଥୋଇଛି ଝାଟି ଗଦା ହେଇଛି ଇଆ ତଳେ ଆମ୍ବ ନୁଚେଇକି ଥୋଇଛି ଇଆ ତଳେ ଯେବେ ଖାଇଦେବେ ଗୋରୁ ଝାଟି ଅଧିକା ପକେଇଥିଲି ଚାଲୁ ଆଉ ବୋ ଆଇଡ଼ିଆକୁ କିନ୍ତୁ ମାନିବାକୁ ପଡ଼ିବ ତ ଏବେ ତୋଟାରେ ଆସିକି ମସ୍ତ ଧୁଆଧୁଇ ହେଇକି ବସିଛୁ ତ ବୋଉ ଏଠି ଦେଖନ୍ତୁ କ'ଣ କରୁଛି ତ ବୋଉ ଏବେ ତାର ବସିକି ଏଠି ଆମ୍ବ କାଟୁଛି ଆଉ ଏଇଠି କାଟିକି ଥୋଇଛି ଆଉ ବୋଉ ଆଜି ରାତିରେ କ'ଣ ଖାଇବା ରାତିରେ ଦେଖିବା କ'ଣ କରିବା ଆଉ କିଛି ତ କରିନି ଆଜି ତ କ'ଣ ସୂର୍ଯ୍ୟପରାଗ କହୁଛନ୍ତି ଦେଖିବା ଇଆଡ଼େ ଆମ ଦେଶକୁ ନାହିଁ ପା ଆଜି ଅମାବାସ୍ୟା ତ ଦେଖିବା ରାତିରେ କ'ଣ କରିବା ଆଉ ବତୁରେଇଛି ଚାଉଳ ପିଠା କରିବି କି କ'ଣ କରିବି ପିଠା କରିଦେଲେ ଭଲ ହୁଅନ୍ତା ତ ଏବେ ଦେଖିପାରୁଥିବେ ଆମର ଆଇଛନ୍ତି ଆଜି ମଲ୍ଲି ଏତେ ଦିନ ପରେ ଆଇଛୁ ନା ୟା ନାଁ ହେଉଛି ମଲ୍ଲି ତାକୁ ଭାତ ଥିଲା ଖାଇଦେଲା ଟିକେ ନମସ୍କାର କରିଦେଉଛି ଆଉ ହେଲା ଏତିକି ହେଲା ବୋଉ ଏବେ କ'ଣ ଦେଉଛୁ ପିଠା କରିବି ବୋଲି ନାଇଁ ମୋ ବାଟିବି ବାଟିକି ଥୋଇଲେ ତାପରେ ସୁଜି ଆଣିଲେ ମିଶେଇକି କରିବି ଏବେ ଧୋଉଛୁ ଏଗୁଡ଼ା ନା ହଁ ରାତିକି ଆଜି ପିଠା ହବ ଆଉ ନା ହଁ ପିଠା କରିଦେବି ଆଉ ତ ଇଏ ସବୁବେଳେ ରାତିରେ ପଳାଏ ଆଜି ଶୋଇଛି ଆଜି ପିଠା ହବ ତ ଏଇ ଯୋଗୁଁ ଆଜି ଶୋଇଛି ପିଠା ଖାଇବ ବୋଲି ନା କି ଶୁଆ ପେଟ ଦେଖେଇ ଦେଉଛି ସବୁବେଳେ ପିଠା ଖାଇବ ଆଜି ସତ୍ୟ କିଛି ଜାଣିନି ଘରକୁ ଆସିଲେ କିନ୍ତୁ ଯିଏ ଭୁକିବ ଜୋରେ ଏଇନା ସତ୍ୟା କିଛି କେହି ଜାଣିନି କିଛି ଜାଣିନି ଏଇରେ ଏଇ ଏଇନା ତାକୁ ଯେତେ ଯାହା କରିବ କିଛି ସେ କହିବନି ଘରକୁ ଯିଏ ଆସିବ ତା ରୂପ ଦେଖିବ ନା କିନ୍ତୁ ଶୋଇଛି ସେ ହଁ କରୁଛୁ ତ ଏବେ ପିଆଜ ଆଣିଛି ହାରି ବୋଉ ଏବେ ଆମ ପାଇଁ କରିବ ପିଆଜ ପକା ପିଠା ତ ବୋଉ ଏବେ ପିଆଜ କାଟିବ ତାର ପିଆଜ ପକେଇକି ଆଜି ପିଠା କରିବ ଆଉ ନା ହଁ ରାତିରେ ଆଜି ଚକୁଳି ଖାଇଦେବା ଆଜି ତ ସୂର୍ଯ୍ୟପରାଗ ଭାତ ଖାଆନ୍ତିନି ଚକୁଳି ଖାଇଦେବା ଆଉ ଆମ ଆଡ଼େ ନାହିଁ ତଥାପି ମାନିବାକୁ ଯାହା ଟିକେ ପଡ଼ିବ ପାଳିଦେବା ଆଉ ହଁ ସେଇ ଯୋଗୁଁ ଖାଇଦେବା ଚକୁଳି ଆଉ ଅମେଇସିଆରେ ରାତିରେ ଖାଆନ୍ତିନି ନା ଖାଇବା ଆଉ ସୂର୍ଯ୍ୟପରାଗ ତ ହିଆଡ଼େ ଲାଗୁଛି ଆମର କ'ଣ ଏଠି ଅଛି ତ ବୋଉ ଏବେ ପିଠା କରିବା ଷ୍ଟାର୍ଟ କରିଦେଲାଣି ଆଉ ପିଆଜ ଥୁଆ ହେଇଛି ଆଉ କଞ୍ଚାଲଙ୍କା ଆଜି କ'ଣ କଞ୍ଚାଲଙ୍କା ପକେଇବୁ ହଁ କଞ୍ଚା ଲଙ୍କା ଯୋଡ଼ାଏ ପକେଇଦେବା ଆଉ କଞ୍ଚାଲଙ୍କା ପକେଇକି ଖାଇବ ବଢ଼ିଆ ଲାଗିବ ଆଉ ଏଇଟା କ'ଣ ଏମିତିଆ ଦେଖାଯାଉଛି କ'ଣ ସୋଦକୁ ପୁରା
ଏ ଚୋପା ଛାଡ଼ିନି ବିରିରୁ ଆଉ ସୁଜି ପଡ଼ିଛି ତ ଟିକେ ଚୋପା ଆଉ ରହିଯାଇଛି ବୋଲି ଟିକେ କଳା ଯାଇଛି। ନହେଲେ ଭଲ ଅଛି ଯେ ବିରି ଟିକେ ଗୋଟା ରହିଗଲା ତ ବିରି ଗୋଟାରୁ କ'ଣ ସହଜ ଚୋପା ଛାଡ଼େ। ସେ ଯୋଗୁ ଏମିତି ଟିକେ କଳା ଦେଖାଯାଉଛି, ଏଇଟା ତା ଚୋପା ନା। ହଁ ଗୋଟା ରହିଗଲା ଯୋଉ ଗୋଟା ଗୁଡ଼ାକୁ ଚୋପା ଛାଡ଼ିଲାନି। ମୁଁ ପୁରା ପିଆଜ ସଜେଇକି ରଖୁଛି ଆଉ ନା। ଆଉ କେମିତି ଭଲ ଲାଗିବ ଏଇ ପତଳା ପିଠା କଲା ଆସିକି। ଆଜିର ଲଙ୍କା 3ଟା ରଖିଦେଇଛି ଆଉ। ଆଉ ହଉନି ମୋଟା ମୋଟା କଲେ ଇଏ ପିଆଜ ପିଠା ମୋଟା ମୋଟା କରିବା କଥା। ହଉ ମୋ ପାଇଁ 2ଟା 3ଟା କରିଦେବୁ ଆଉ। ହଁ ମୁଁ ଦେଖିଲେ ବୋଉ ତାର ପିଠା କରୁଛି ଆଉ ମୁଁ ଯାଉଛି ଏବେ ୱେଟ୍ କରିବା। ବୋଉ ପିଠା କରିସାରିଲେ ଖାଇବା ଆଉ। ବୋଉ ଟିକେ ଜଲ୍ଦି ଜଲ୍ଦି କର, ଭୋକ ଲାଗିଲାଣି। ହଁ କରୁଛି ବା। ବୋଉ ଆଉ ଗୋଟେ କରୁଛି, ଗୋଟାଏ କରିସାରିଲାଣି, ନାଇଁ 2ଟା କରିସାରିଲାଣି। ଦେଖନ୍ତୁ ଏଇଟା କିନ୍ତୁ ସୁନ୍ଦର ଦେଖାଯାଉଛି। ବୋଉ ଜଲ୍ଦି ଜଲ୍ଦି କର, ଆଉ 2ଟା କରିଦେଲେ ଖାଇବା, ଭୋକ ଲାଗିଲାଣି ଆଉ। ହଁ ଏଇଟା ବି ଲଙ୍କାରେ ସଜଉଛି। ସଇଲା ତ ଆଉ। ତ ଏବେ ଆମର ଆସିଯାଇଛି ଦେଖିପାରୁଥିବେ ଚକୁଳି, ପିଆଜ ପକା ଚକୁଳି, ଆଉ ତା ସାଙ୍ଗେ ଥିଲା ଭଜା, ଯେଉଁ ସକାଳେ ଭଜା କରିଥିଲା, ଆଉ ଚକୁଳି ଖାଇଦେବା ଆଉ। ଖାଇକି ଶୋଇପଡ଼ିବା। ତ ଏବେ ମସ୍ତ ପିଠା ଖାଇକି ଆସିଲି ଭାରି, ଯାଉଛି ଏବେ ଶୋଇବି। ନାହିଁ ଏବେ ଭିଡ଼ିଓ ଏଡ଼ିଟିଂ କରିବି କାଲି ଅପଲୋଡ଼ କରିବା ପାଇଁ। ତ ଭିଡ଼ିଓ ଏଡ଼ିଟିଂ କରିସାରିଲା ପରେ ଶୋଇବି। ଆଉ ଆଜିର ଭିଡ଼ିଓ ଟିକେ ଏଇଠି ରଖୁଛି। ଆଉ ଆଜିର ଭ୍ଲଗ୍ଟି କେମିତି ଲାଗିଲା ଆପଣମାନଙ୍କୁ କମେଣ୍ଟ କରି କହିବେ। ଆଉ ଭିଡ଼ିଓଟିକୁ ଲାଇକ୍ କରି ସବସ୍କ୍ରାଇବ୍ କରିବେ।